ଆଉ ଆମମାନେ ପ୍ରଥମ ଭାରତକୁ ଆସିଲୁ ସେତେବେଳେ ଆମମାନେ ବାଙ୍ଗାଲୋରରେ ପହଞ୍ଚିଲୁ। And Dr. Trotter told me his father had been in Orissa. ଆଉ ଡକ୍ଟର ଟ୍ରଟର ମୋତେ କହିଥିଲେ ଯେ ମୋ ବାପା ଓଡ଼ିଶାରେ ରହନ୍ତି। And in the city of Bhubaneswar. ଆଉ ସେ ଭୁବନେଶ୍ୱର ସହରରେ ରହନ୍ତି। But he didn't know any contact at all. ଆଉ ସେ ବାପା ମନରେ କି ପ୍ରକାର ସମ୍ପର୍କ ସ୍ଥାପନ କରିବେ ସେ ବିଷୟରେ ଜାଣିନଥିଲେ। And he said, I really would like to see that. I'd really like to see that. ଆଉ ସେ କହିଲେ ଯେ ମୋର ବହୁତ ଇଚ୍ଛା ହେଉଛି ମୁଁ ସେଟା ଦେଖିବି। So I have a lot of Baptist contacts in India. ଆଉ ଭାରତରେ ଅନେକ ବାପ୍ଟିଷ୍ଟ ବିଶ୍ୱାସ ଭାଇମାନଙ୍କ ସହିତ ମୋର ସମ୍ବନ୍ଧ ଥିଲା। So it took me probably 9 months. ଆଉ ମୋତେ 9 ମାସ ପରେ ସମାପ୍ତ କଲି। In 2001. ଆଉ ସେ 2001 ମସିହା ଥିଲା ସେତେବେଳେ। I took a small group, the team, ଆଉ ମୁଁ ଆମର ଦଳ ମଧ୍ୟରୁ ଅଳ୍ପ ଲୋକଙ୍କୁ ବାଛିଲି on a tour all over India. ଆଉ ଆମମାନେ ଭାରତର ଅନ୍ୟାନ୍ୟ ସ୍ଥାନରେ ବୁଲିବାକୁ ଇଚ୍ଛା କଲୁ। And we went to Bhubaneswar. ଆଉ ସେ ମଧ୍ୟରେ ଆମମାନେ ଭୁବନେଶ୍ୱର ମଧ୍ୟ ଆସିଲୁ। And the Baptist leaders there said, please come and help us in Orissa. ଆଉ ସେତେବେଳେ ଏଇ ବାପ୍ଟିଷ୍ଟ ସାହାଯ୍ୟ କଲୁ। And so we worked on that. ଆଉ ତେଣୁକରି ଆମମାନେ ତା ଉପରେ ନିଜର I want you to know ଆଉ ମୁଁ ଜାଣିବାକୁ ଇଚ୍ଛା କରେ that almost 50 years ago, ଆଉ ପ୍ରାୟ 50 ବର୍ଷ ପୂର୍ବେ my father told me of this man. ଆଉ ମୋର ବାପା ଏଇ ଭଦ୍ରବର୍ତ୍ତୀ ଅର୍ଥାତ୍ ଡକ୍ଟର ବାସ୍ତବ ମିଶନ ମୋତେ କହିଥିଲେ। He was the son of the man my father worked with. ଆଉ ସେ ତାଙ୍କର ବାପାଙ୍କ ସହିତ ମୋ ବାପା କାର୍ଯ୍ୟ କରୁଥିଲେ। My father thought of him as a very promising student. ଆଉ ମୋର ବାପା ତାଙ୍କୁ ଗୋଟିଏ ଉଦ୍ୟୋଗୀ ଛାତ୍ର ହିସାବରେ ଧରିଥିଲେ। And I returned to find him no longer a student, ଆଉ ମୁଁ କିନ୍ତୁ ଆଉ ତାଙ୍କୁ ଗୋଟେ ଛାତ୍ର ହିସାବରେ ଦେଖୁନାହିଁ, but a professor and a doctor, and more important, ଆଉ ଗୋଟେ ପ୍ରଫେସର କିମ୍ବା ଗୋଟେ ଡକ୍ଟର ଉପାଧି ପାଇଥିବା ବ୍ୟକ୍ତି ହେଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ। a leader of the Baptist work in Orissa. ଆଉ ସେ ବାଇବେଲ କାର୍ଯ୍ୟ ସମ୍ବଳିତ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। My father would be extremely proud of him. ଆଉ ମୋର ବାପା ହୁଏତ ତାଙ୍କ ପାଇଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଥିଲେ। Now all of our group are extremely proud of you. ଆଉ ଆମେ ସମସ୍ତେ ଆପଣମାନଙ୍କ ପାଇଁ ଅତି ଗର୍ବ ଅନୁଭବ କରୁଛୁ। As Dr. Merrill told you, we touch physical bodies. ଆଉ ଡକ୍ଟର କହିଲେ ଯେ ଆମମାନେ ଶାରୀରିକ ଭାବେ ଆଉ ଆମମାନେ ରୋଗୀକୁ ଛୁଉଁଛୁ। We know you touch spiritual needs. ଆଉ ଆପଣମାନଙ୍କୁ ଆମମାନେ ଆଶା କରୁଛୁ ଆପଣ ତାଙ୍କର ଆତ୍ମିକ ଶରୀରକୁ ଛୁଅନ୍ତୁ। We know that our God can heal physically at times. ଆଉ ଆମେ ଜାଣିଛୁ ଅନେକ ସମୟରେ ଈଶ୍ୱର ଶାରୀରିକ ସୁସ୍ଥତା ମଧ୍ୟ ଦିଅନ୍ତି। You teach ଆଉ ଆପଣ ଶିକ୍ଷା ଦିଅନ୍ତୁ that our God can heal and save eternally. ଆଉ ସେହି ଈଶ୍ୱର ଆପଣମାନଙ୍କୁ ଶାରୀରିକ ଏବଂ ଆତ୍ମିକ ସୁସ୍ଥତା ଅନନ୍ତ ଜୀବନ ପାଇଁ ଦେଇପାରନ୍ତି। We commend you for your work. ଆମମାନେ ଆପଣଙ୍କର କାର୍ଯ୍ୟାବଳୀ ପାଇଁ ଆପଣଙ୍କୁ ପ୍ରଶଂସା କରୁଛୁ। For your work to spread the gospel of Jesus Christ. ଆଉ ଆପଣମାନେ ପ୍ରଭୁ ଯୀଶୁଙ୍କର ସେହି ସୁସମାଚାର ଆପଣମାନେ ପ୍ରଚାର କରୁଛନ୍ତି। As we are here, we pray ଆମେ ଯେତେବେଳେ ଏଠି ଅଛୁ ଆମମାନେ ପ୍ରାର୍ଥନା ମଧ୍ୟ କରୁଛୁ that the people that we show the love of Jesus ତତ୍କାଳ ଆମମାନେ ଶିଖିଥିବା ଖ୍ରୀଷ୍ଟଙ୍କ ଠାରୁ ପ୍ରେମର ପ୍ରତିଫଳନ କରୁଛୁ will open the way for you to show them Jesus the person. ଆଉ ଆମମାନେ ଯେଉଁ ଦ୍ୱାର ଉନ୍ମୁକ୍ତ କଲୁ ତତ୍କାଳ ଆପଣମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନଙ୍କୁ ଆତ୍ମିକ ଭାବେ ଦେଖାନ୍ତୁ। I promise you ଆଉ ମୁଁ ଆପଣଙ୍କୁ କଥା ଦଉଛି that after we have gone, ଆମମାନେ ଚାଲିଯିବା ପରେ we will not forget you. ଆମମାନେ ଆପଣଙ୍କୁ କେବେ ବି ଭୁଲିବୁନି। We will remember how you worked
for our Lord. ଆଉ ଆମମାନେ ଆପଣମାନେ କି ପ୍ରକାର ଈଶ୍ୱରଙ୍କର ରାଜ୍ୟରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ପାଇଁ We will treasure you as our brothers and sisters in Christ. ଆଉ ଆମମାନେ ନିଶ୍ଚିତ ଭାବରେ ଖ୍ରୀଷ୍ଟରେ ଆପଣଙ୍କୁ ଭାଇ ଭଉଣୀ ହିସାବରେ ଗ୍ରହଣ କରିବୁ And we will pray faithfully for your effectiveness in His service. ଆଉ ତାହାଙ୍କର ସେବା କାର୍ଯ୍ୟରେ આપણે ଉଦ୍ୟୋଗ ସହିତ କାର୍ଯ୍ୟ କରିବା ପାଇଁ ଆମମାନେ ପ୍ରାର୍ଥନା କରିବୁ Thank you very much. ଆପଣମାନଙ୍କୁ ଧନ୍ୟବାଦ